ରେ ଭରି ରହିଛି ଅମାପ ସମ୍ମୋହନ ଏବଂ ଅସରନ୍ତି ସମ୍ମୋହନ। ଆଜି ଶିରରେ ମଣ୍ଡିତ ପତ୍ର ପୁଷ୍ପ ତୁଳସୀ ଖଚିତ ଟାହିଆ। ଓହୋ କି ସୁନ୍ଦର ଆପଣ ଦେଖାଯାଉଛନ୍ତି ପ୍ରଭୁ। ଟାହିଆର ଦୋଳାୟିତ ଅଭିନବ ଛନ୍ଦରେ ପହଣ୍ଡ ବଣାଇ ଆସୁଛନ୍ତି। ଏବେ ଦେଖନ୍ତୁ ହୋ ଭଗତେ ସ୍ୱୟଂ ମହାପ୍ରଭୁ ଗତି କରୁଛନ୍ତି। ହୋ ଭଗତେ ମହାପ୍ରଭୁ ଏବେ ନୃତ୍ୟରତ। ମହାପ୍ରଭୁ କେତେ ଆପଣ ଆଉ ଝୁଲିବେ ଝୁଲନ୍ତା ଠାଣିରେ, କେତେ ଆପଣ ଆଉ ଆମକୁ ବୋହିବେ। ବଳଭଦ୍ର ଭଗବାନ ତ ତାଣ୍ଡବ ନୃତ୍ୟ ରଚନା କରି ନାଚି ନାଚି ଚାଲିଗଲେ ଏବଂ ମା ଭଗବତୀ ସେ ତ ଶୂନ୍ୟ ପହଣ୍ଡିରେ ନାଚି ନାଚି ଚାଲିଗଲେ। ସୁଦର୍ଶନ ମହାରାଜ ମଧ୍ୟ ବିଦ୍ୟୁଦାମ ଗତିରେ ନାଚି ନାଚି ଚାଲିଗଲେ। ଆପଣ ଆଉ କେତେ ଝୁଲିବେ ମହାପ୍ରଭୁ? କାହିଁକି ଝୁଲନ୍ତି ରଙ୍ଗେ ରାଇ ସଙ୍ଗେ ଶ୍ୟାମ ସୁନ୍ଦର, ଝୁଲନ୍ତି ରଙ୍ଗେ। ଆପଣ ଝୁଲଣରେ ବହୁତ ଝୁଲିଲେ ଏବଂ ପୁଣି ଝୁଲିଲେ ଯେତେବେଳେ ବୃନ୍ଦଗାନ ହେଲା ଆପଣ ସେତେବେଳେ ମଧ୍ୟ ଝୁଲିବାକୁ ଆରମ୍ଭ କଲେ ଏବଂ ଝୁଲିବେ ତ ଆଜ କୁଞ୍ଜେ ବରଜ ରାଜ, ଭୁଲି ନ ଯିବକେ ଚାହିଁବ। କେତେ ଝୁଲିଲେ ଆପଣ, ଦୋଳବେଦୀରେ ଝୁଲିଲେ, ଝୁଲଣରେ ଝୁଲିଲେ, ପୁଣି ଏଠି ରଥଯାତ୍ରା ଯେତେବେଳେ କଲେ, ଘୋଷଯାତ୍ରା ଯେତେବେଳେ କଲେ, ପତିତ ପାବନ ଯାତ୍ରା ଯେତେବେଳେ କଲେ, ମୈତ୍ରୀ ବଡ଼ଦାଣ୍ଡରେ ଆପଣ ମଧ୍ୟ ଝୁଲିଲେ। ଆଗକୁ ଝୁଲିଲେ, ପଛକୁ ଝୁଲିଲେ ଏବଂ ଝୁଲନ୍ତା ଠାଣିରେ ଆପଣ ଗତି କଲେ। ମହାପ୍ରଭୁ ଆପଣ ନୃତ୍ୟରତ ରହୁଛନ୍ତି, ଭକ୍ତ ପ୍ରେମରେ ଉନ୍ମତ୍ତ ହେଇଯାଇଛନ୍ତି। କାହିଁକି ନା ଭକ୍ତ ତ ଆପଣଙ୍କର ମନ ପ୍ରାଣ ହୃଦୟ ସବୁକିଛି। ଆପଣ ବାର ବାର କହିଛନ୍ତି ଭକ୍ତି ଯୋଗରେ ଭଗବତ ଗୀତାରେ, ହେ ଅର୍ଜୁନ